आजिकाली गाड़ी सब बाहरी जड़े बाहर 5 जन बाहर 10 जन 15 जन 20 जन पर्यंत 10 जन हूँ सर्वनिम्न जदि कहुँ प्रसाद तो एत लोक आम गोलैक प्रसाद टे बाटुड़ी दबू से खपा से खपारे पुणी उत्तर हो आश्रम यज्ञ भिक्षा सब आम दौ यज्ञ भिक्षा दियंती बोली जे माने एतिकी प्रसाद गोटे गुड़ा प्रसाद तम यथेष्ट नुहे। प्रसाद शब्दर अर्थ कौन? प्रसाद शब्दर अर्थ दया। तुम्हें गुड़ाए जदि ठीक मनरे खाइब ताहले से भी पेट पूरी जीव। मुझे छोट उदाहरण कहूँ मु गाँ मैदपुर ग्राम थी पाटकुरा थाना मैदपुर ग्राम हठात दिन मनहला पादरे चली चली बिना चप्पल खरा दिने मु शाला दर्शन को मो सागर जड़े व्यक्ति जाऊे ना हूँ सुदर्शन महांती। सुदर्शन महांती एवं बड़िया शाला पाख पहुँचे शाला पाखे पहुँचला बेलू खरा यदिओ काटी थाए टिके अल्प कष्ट होता है तथापि बसी पालु ना मुझे शोली जो शोली मो आखि आगे मो सीधा गोटे चूड़ा घसार थाली थुआई मु मन भर भाविली माँ तू जदि से चूड़ा घसार मत टिके मिल ताले मु जानी तू मनर कथा जापर मु सकाळु किछि खाइनी तो दर्शन को आई मार कर्तव्य छुआर पेट देखा तू यदि माँ ताल तू मत से चूड़ा घसार टिके दे टिके देले भी हम यही भाव घंटाटाए रही कणे कणे अनुठाए चूड़ा घसा कई दौन था ब्राह्मण आसी अनेक लोक चूड़ा घसा बांटुले कि मत देले ठीक उठी आसवाई मन जो बढ़े मुझे ये सब कथा नुहे ये सब कौन किए चूड़ा घसा कर मार तो इच्छा नहीं आम ताल बाहर दही बरा काकुड़ी खाई पड़ेगा एतिकी बेले से सेवक जनक कहते हे बाबू आस आस तुम केत आसी शोच प्रथम आइल तुम भोग अलग रखाई अलग कले से थाली अच्छी भोग नियो आम 2 जन को 2 मुठा चूड़ा घसा से देले आम ये 2 मुठा को से गोटे मुठा खाइले आम गोटे मुठा खाइलु खाई पानी टिके कौट मागिक पीलु आउ तो मन ना पानी टिके पीलु आउ से काकुड़ी खाया मन हलानी दहीबरा खाया मन हलानी सबू से भोग टिके खाई आम पुणी चलू सुदू खरारे प्रचंड खरारे सेम चलता आमको टिके बाधा भी हो मार एत दया मनर बड़ एत सुंदर होगला बाट जाक कथा हो से भोग देला किए माँ देले ना सेवक माध्यम माँ देले तापर आसिक पहुँचली अपराह्न समय माने एते कष्ट मत होता है
ମୁଁ ଚାଲିଲା ବେଳେ ଜାଣିପାରୁନଥିଲି। ତାପରେ ମୁଁ ଶୋଇଲି ମାନେ ପୁରା ରାତିରେ ଶୋଇଯାଇଛି। ମୋର ଆଉ ଚେତନା ନାହିଁ, ଚେତନା ଥାଇକି ବି ଚେତନା ନଥିଲା ଭଳିଆ। ସକାଳୁ ପାଟକୁରା ଥାନାର ଗୋବିନ୍ଦପୁର ଗ୍ରାମର ଜଣେ ଶଙ୍କର ସାହୁ, ସେ ଅନେକ ଦିନରୁ ନିଃସନ୍ତାନୀ ଜୀବନଯାପନ କରୁଥିଲା। ସିଏ କହିଥିଲା, ବାବା ଆପଣ ଟିକେ କୃପା କରନ୍ତୁ। ମୁଁ କି କୃପା କରିବି? ତୁ କାଲି ସକାଳୁ ଆସିବୁ, ମୁଁ ଗୋଟେ ପାଣି ମନ୍ତୁରେଇ ଦେବି। ସେ ପାଣିଟାକୁ ତୁ ପିଇବୁ। ଠାକୁରଙ୍କ ପାଦୁକ ତୁ ତାକୁ ଠାକୁରଙ୍କ ପାଦୁକରେ ପାଇବୁ। ମୁଁ ଉଠିଲା ବେଳକୁ ସିଏ ଉଠିକିରି ସିଏ ସକାଳୁ ଆଜି ପହଞ୍ଚି। ମୋର ଆଉ ମନେ ନାହିଁ ତାକୁ କହିଛି ବୋଲି। ସେ ଆସିକିରି ଏମିତି ମୋଡ଼ିଲା ମୋତେ, ମୋ ଗୋଡ଼ ହାତକୁ ଏମିତି ମୋଡ଼ିଲା, ମୋତେ ଯେମିତି ଲାଗୁଥାଏ ବାମ୍ଫ ଗୁଡ଼ାକ ମୋ ଗୋଡ଼ରୁ ବାହାରି ଯାଉଥାଏ। ମୋର ଅନେଇଲି, ଶଙ୍କର ତୁ ଏତେ ସକାଳୁ ଆଇଲୁଣୁ, ହଉ ଟିକେ ପାଣିଟା ଦେ, ସେ ଫୁଙ୍କିଦେବା। ପ୍ରଭୁଙ୍କର ନାମ ଧରି, ଆମେ ତ ତନ୍ତ୍ର ଜାଣି, ପ୍ରଭୁଙ୍କ ନାମ ବ୍ୟତୀତ ଆମ ପାଖରେ କିଛି ନାହିଁ। ନାମର ଟିକେ ପାଣି ଫୁଙ୍କି ଦେଲି, ତୁଳସୀ ଟିକେ ପକେଇଦେଲି, ଯା। ସେ ନେଇକିରି ଗଲା ଏବଂ ସେଇ ପାଣିରେ ତାର ଗର୍ଭୋଦୟ ହେଲା ଏବଂ ସେ ପାଣି ପାଇବା ପରେ ତାର ଗର୍ଭୋଦୟ ହେଲା ଏବଂ ସେ ଝିଅଟି ଏପର୍ଯ୍ୟନ୍ତ ବି ଅଛି। କିନ୍ତୁ ତାକୁ ନିର୍ଦ୍ଦେଶ ଦିଆଯାଇଥିଲା ସେ କେଉଁ ବାରେ ଆସିବ, ସେ ଆସିଲା କି ନାହିଁ ସେ ହିସାବ ଆଉ ମୋ ପାଖରେ ନାହିଁ। ଇଏ ହେଉଛି ଅରିଲ ଗ୍ରାମର ଖୁବ୍ ନିକଟକର କଥା, କଳାବୁଦା ଗୋବିନ୍ଦପୁରର କଥା। ତେଣୁ ପ୍ରତ୍ୟକ୍ଷ ଆଉ ପରୋକ୍ଷ ହେଉଛି ବଡ଼ ଜିନିଷ। ଦେଇଥିଲେ ପାଇ, ନ ଦେଇଥିଲେ ନାହିଁ। ଏଠି କିଛି ଅଭାବ ନାହିଁ। ଆପଣମାନେ ଯଦି କେହି ଭିକ୍ଷା ବି ନ ଦିଅନ୍ତି, ତାହେଲେ ବି ଏଇ ଯେଉଁ ମୁଷ୍ଟି ଭିକ୍ଷା, ତାହେଲେ ବି ଆଶ୍ରମ ଚାଲିବ। ଯଜ୍ଞ ଭିକ୍ଷା ଯଦି ନ ଦେବେ, ଯଜ୍ଞ ବି ଚାଲିବ। କିନ୍ତୁ ଦେଲେ ଆପଣଙ୍କର ଭଲ। ଆପଣ ଆପଣଙ୍କ ପରିବାର ପାଇଁ, ଆପଣଙ୍କ ପାଇଁ ଦେଉଛନ୍ତି। ଯେତିକି ଦେବେ ଶ୍ରଦ୍ଧାରେ ଦେବେ। ଆଉ ମହୋତ୍ସବରେ ଟିକେ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ଆପଣମାନେ ଶିଷ୍ୟ ଭକ୍ତ ଭାବରେ ପ୍ରସାଦ ପାଇଲେ। ଅନ୍ୟମାନେ ବାହାରୁ ଯିଏ ଆଇଛନ୍ତି ସେ କିଛି ଜାଣିନାହାନ୍ତି। ତାଙ୍କର ଜାଣିଛନ୍ତି ଗୋଟାଏ ମନ୍ତ୍ର, ଶିଶୁଅନ୍ତ ମଠରେ ଯିଏ ଯାଆନ୍ତି ପ୍ରସାଦ ପାଇ ଆସ। ସମସ୍ତେ ପ୍ରସାଦ ପାଇଲେ। ସେ ପ୍ରସାଦ ପାଇ ଭୋଗଟିଏ କରନ୍ତି ନାହିଁ। ଶିଶୁ ଅନନ୍ତଙ୍କ ପାଖରେ ଭୋଗଟିଏ କରନ୍ତି ନାହିଁ, ଦୀପଟିଏ ଜାଳନ୍ତି ନାହିଁ। ଶିଶୁ ଅନନ୍ତଙ୍କର ଶ୍ରୀମୂର୍ତ୍ତି କେଉଁଠି ଅଛି ସେଠିକି ବି ଯାଆନ୍ତି ନାହିଁ, ମୁଣ୍ଡିଆଟିଏ ମାରନ୍ତି ନାହିଁ। ଆଉ ଯଦି ଅପରାହ୍ନର ଯେଉଁ ଯାତ୍ରୀ ଆସନ୍ତି, ସେ ଟିକେ ବଳିଆକୁ ଦେଖିବାକୁ ଆସନ୍ତି। ତେଣୁ ଏତିକ କଥା ମୁଁ ଆପଣମାନଙ୍କୁ କହିଲି ଯେ ଆପଣମାନେ ଯେଉଁମାନେ ଆସୁଛନ୍ତି ନିଜର ଆଶ୍ରମ ଭାବି ଆସନ୍ତୁ, ପ୍ରସାଦ ପାଆନ୍ତୁ। କେଉଁଠି ହୋଟେଲରେ ଖର୍ଚ୍ଚ କରିଦେଉଛନ୍ତି 50 ଟଙ୍କା 60 ଟଙ୍କାରେ, ଏଠି ଗୋଟେ 20 ଟଙ୍କା ଆପଣ ଦେବେ। ଯଦି ଅଭାବ ଥିବ ଗଲାକୁ ମାଗି ନେଇଯିବେ। ପରେ 20 ଟଙ୍କା ଥିଲା ମୁଁ ଦେଇଛି, ଆଉ ସେ 20 ଟଙ୍କାଟା ମୁଁ ନେଇଯିବି, ପରେ ଦେବି, ଆଉ ନେଇଯିବି, ଦେଇ ଦିଆଯିବ। ସେଭଳି ସଂକୀର୍ଣ୍ଣତା ଶିଶୁ ଅନନ୍ତ ମଠରେ ନାହିଁ। ଏଠି ଯିଏ ଆସିବ ସେ ପ୍ରସାଦ ଟିକେ ପାଇବ, ସେ ଗୁଳାଟିଏ ହଉ ବା ପାର୍ଶ୍ୱଟିଏ ହଉ। ତେଣୁ ସଜ୍ଜନ ଅତିଥିଙ୍କର ସେବା କରି ଦାନୀ କର୍ଣ୍ଣରେ ପରିଣତ ହୋଇଛନ୍ତି। ଅତିଥିଙ୍କର ସେବା କରି ରାଜା ଅମ୍ବରୀଶ ସେ ହରି ଭକ୍ତିକୁ ପ୍ରାପ୍ତ ହୋଇଛନ୍ତି। ଅତିଥି ରୂପରେ ଭଗବାନ କୃଷ୍ଣ କର୍ଣ୍ଣଙ୍କ ପାଖରେ ପହଞ୍ଚିଛନ୍ତି। ଅତିଥି ହେଉଛନ୍ତି ନାରାୟଣ। ପିତୃମାତୃଭବ ଅତିଥି ଦେବ ଭାବ। ଆଉ ଯେଉଁ ଅତିଥି ଆପଣମାନେ ଦେଖୁଛନ୍ତି ସେ ବିଷୟରେ ମୁଁ ପୁଣି ପରବର୍ତ୍ତୀ ସମୟରେ କହିବି। କଥାଟି ଏଇଠି ରଖିଲି।
से अतिथि नारायण को प्रणाम जणई से अतिथि मध्य प्रभु शिशु अनंत प्रसाद पाउछ ए कथा को स्मरण करी रहउछि। जय अनंत जय गुरु।